ଆନ୍ଧ୍ରାରେ ବାତ୍ୟା ମାଡ଼ ଉଠୁଥିବା ବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲାର ବୋଇପାରିଗୁଡ଼ା ବିଭାଗରେ ମଧ୍ୟ ପଡ଼ୁଥିବା ସରକାରୀ ତଥ୍ୟରୁ ଜଣାପଡ଼ୁଛି। ଏ ନେଇ କ'ଣ ପ୍ରସ୍ତୁତି ରଖିଛନ୍ତି ବୋଇପାରିଗୁଡ଼ା ଅଗ୍ନିଶମ ବିଭାଗ? ଆସନ୍ତୁ ପ୍ରତିକ୍ରିୟା ନେବା। ସାର୍, ଆଗରୁ ବୋଇପାରିଗୁଡ଼ାକୁ 2018 ଓ 2014 ମସିହାରେ ଦୁଇଟା ବାତ୍ୟା ଆସିଛି। ଏଇଟା ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳ ବୋଇପାରିଗୁଡ଼ା, ବହୁତ କ୍ଷୟକ୍ଷତି। ତ ଆପଣଙ୍କର କ'ଣ ପ୍ରସ୍ତୁତି ଏଥର ରଖିଛନ୍ତି ଲୋକଙ୍କୁ ସୁବିଧା ଦେବା ପାଇଁ? ମୁଁ LFM ପ୍ରସନ୍ନ କୁମାର ବୋଇପାରିଗୁଡ଼ା ଫେଡେରେସନ୍ ୱାଇସି ବର୍ତ୍ତମାନ ଚାର୍ଜ ଅଛି। ବର୍ତ୍ତମାନ ମନ୍ଥା ଓ ବାତ୍ୟା ପାଇଁ ଆମେ ବୋଇପାରିଗୁଡ଼ାର ସମସ୍ତ ଷ୍ଟାଫ୍ ପ୍ରସ୍ତୁତ ହୋଇଅଛୁ ଏବଂ ଯେତେବେଳେ ଆମେ ଖବର ପାଇବା ମାତ୍ରେ ଆମର ଟିମ୍ ସହିତ ଇନକ୍ରିମେଣ୍ଟ ପାୱାର ସୋ ଆସ୍କାଲାଇଟ୍ ଆଉ ବୋଟ୍ ମାଧ୍ୟମରେ ଲୋକମାନଙ୍କୁ କେମିତି ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତରିତ କରୁ, ଆମର ସେଇଟା ପ୍ରଥମ ଉଦ୍ଦେଶ୍ୟ ରହିବ। ସାର୍, ଆଗରୁ ଦେଖିବାକୁ ମିଳିଛି ବାତ୍ୟା ସମୟରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯିବା କିମ୍ବା ଗଛ ଲଟା ପଡ଼ି ରାସ୍ତା ଜାମ୍ ହେବା ଓ ରାସ୍ତା ନଥିବା ଯୋଗୁଁ ଲୋକମାନେ ହଇରାଣ ହେଇଛନ୍ତି। ସେଇ ଟାଇମ୍ରେ ଆଗରୁ ମଧ୍ୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଲୋକଙ୍କୁ ସେବା ଯୋଗାଇଥିଲେ। ତ ଏଥର ଆପଣ ଖବର ପାଉ ପାଉ ଲୋକଙ୍କୁ କେଉଁ ସେବା ଦେବେ ଆଉ ଆପଣମାନେ କ'ଣ ରଖିଛନ୍ତି ଯନ୍ତ୍ରପାତି ସେ ଉପରେ ଟିକେ କହିବେ? ଆମେ ଖବର ପାଇବା ମାତ୍ରେ ଆମ ଟିମ୍ ସହିତ ଆଉ ରାସ୍ତାରେ ଯଦି ଗଛ ପଡ଼ିଥିବ ଆମ ପାୱାର ସୋ ମାଧ୍ୟମରେ ଆମେ ଗଛ କାଟି ଲୋକମାନଙ୍କୁ ଏମିତି ଆମେ ସେବା ଯୋଗାଇ ଦେବୁ ଏବଂ ଧର ବନ୍ୟା ଯଦି ଅଧିକ ବର୍ଷା ଯୋଗୁଁ ବନ୍ୟା ଆସିଲେ ଆମ ବୋଟ୍ ମାଧ୍ୟମରେ ଆମ ଟିମ୍ ଯାଇ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରିବେ। ସାର୍, ପ୍ରଶାସନ ପକ୍ଷରୁ କି କୌଣସି ଆପଣଙ୍କ ବିଭାଗ ତରଫରୁ ଏପର୍ଯ୍ୟନ୍ତ କ'ଣ ସୂଚନା ମିଳିଛି ସେ ଉପରେ କ'ଣ କହିବେ? ଆମ ବିଭାଗ ତରଫରୁ DG ସାହେବ ଓ ଆମର ଫାୟାର ସାହେବ ନିର୍ଦ୍ଦେଶ ଅନୁସାରେ ଆମ ଟିମ୍ ପୁରା ପ୍ରସ୍ତୁତ ହୋଇଯାଉଛି। ଆମେ ବୋଇପାରିଗୁଡ଼ାର 12 ଜଣିଆ ଗୋଟେ ଟିମ୍ ପ୍ରସ୍ତୁତ ଅଛୁ। ସାର୍, ସମୟ ବାତ୍ୟାକୁ ନେଇ ବୋଇପଡ଼ା ବିଭାଗର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହେବା ସମ୍ଭାବନା ରହିଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ତେବେ ଆପଣଙ୍କର ଯେଉଁ ପରିମାଣର କର୍ମଚାରୀ ଏଠାରେ ଅଛନ୍ତି ସେମାନେ କ'ଣ ସେବା ଯୋଗାଇବାରେ ଉପଯୁକ୍ତ ହେବେ ନା ଅନ୍ୟ ଅଧିକାରୀ ଆରି ଦରକାର କର୍ମଚାରୀ ଭାବୁଛନ୍ତି? ନାଇଁ, ଆମେ ସମସ୍ତେ ଆମ ଟିମ୍ ଯେଉଁ 12 ଜଣିଆ ଟିମ୍ ଆମେ ସମସ୍ତେ ପ୍ରସ୍ତୁତ ହୋଇଅଛୁ। ଯଦି ଅଧିକ ମାତ୍ରାରେ ଆମର ସହଯୋଗ ହେଲେ ଆମେ ସାର୍ଙ୍କୁ ଜଣାଇବୁ ଓ ସାର୍ ନିର୍ଦ୍ଦେଶକୁ ଆମେ ଟିମ୍ ପଠାଇବୁ। ଆସନ୍ତୁ, ବୋଇପଡ଼ା ଅଗ୍ନିଶମ ବିଭାଗରୁ ପ୍ରତିକ୍ରିୟା ନେଉଥିଲେ। ସାମାନ୍ୟ ବାତ୍ୟାକୁ ନେଇ ବୋଇପାରିଗୁଡ଼ା ପ୍ରଶାସନ ବି ପ୍ରସ୍ତୁତ ରହିଥିବା ବେଳେ ଅଗ୍ନିଶମ ବିଭାଗ ମଧ୍ୟ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାରେ ତତ୍ପରତା ଦେଖାଇଛନ୍ତି। ବୋଇପାରିଗୁଡ଼ାର ବିକ୍ରାନ୍ତ କୁମାର, ଓଡ଼ିଶା ଭାସ୍କର ଲାଇଭ୍। ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି। କାଇଁ ତୁ ଜାଣିନୁ? ସରକାରଙ୍କ PM ସୂର୍ଯ୍ୟଘର ULA ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଆଜି ହିଁ TPNODL ଅଫିସ ନହେଲେ 1912 ରେ ଯୋଗାଯୋଗ କର।